ପିଲାମାନେ ସେହିପରି ୱିଲିୟମ ଚର୍ଚରଙ୍କର ଆଉ ଜଣେ କଣ୍ଟେମ୍ପୋରାରୀ କବି ବା ସମସାମୟିକ କବି ହେଉଛନ୍ତି ଜନ୍ ୱିକ୍ଲିଫ୍। 1324ରେ ତାଙ୍କର ଜନ୍ମ, 1348ରେ ତାଙ୍କର ମୃତ୍ୟୁ। ତେଣୁ ଜନ୍ ୱିକ୍ଲିଫ୍ ଅନୁସରଣକାରୀ ସଂସ୍କାରବାଦୀ ଯେଉଁ ଲୋଲାର୍ଡ ଗୋଷ୍ଠୀ ଇଂଲଣ୍ଡର ଧର୍ମ ଜଗତରେ ସେ ବିପ୍ଳବ ସୃଷ୍ଟି କରିଥିଲେ। ସ୍ଥାନୀୟ ଭାଷାରେ ସେ ଧର୍ମତତ୍ତ୍ୱ ପ୍ରଚାର କରୁଥିଲେ। ଆଭିଜାତ ଗୋଷ୍ଠୀ ଅପେକ୍ଷା ସାଧାରଣ ସୁସ୍ଥ ମଣିଷ ପ୍ରତି ସେ ଥିଲେ ଅଧିକ ସମବେଦନାଶୀଳ। ଇଂରାଜୀ ସାହିତ୍ୟକୁ ତାଙ୍କର ବିଶିଷ୍ଟ ଦାନ। ବାଇବେଲର ଇଂରାଜୀ ଅନୁବାଦ ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବ। ଇଂରାଜୀ ସାହିତ୍ୟକୁ ଜନ୍ ୱିକ୍ଲିଫ୍ଙ୍କର ସବୁଠୁ ବିଶିଷ୍ଟ ଦାନ ହେଉଛି ବାଇବେଲର ଇଂରାଜୀ ଅନୁବାଦ। ଏଥିପାଇଁ ତାଙ୍କୁ ଇଂରାଜୀ ଗଦ୍ୟ ସାହିତ୍ୟର ଜନକ ଗୌରବ ମଧ୍ୟ ପ୍ରଦାନ କରାଯାଇଥାଏ। କ'ଣ ପାଇଁ ଯେଉଁ ଦିଆଗଲା ଉପାଧି? ନାଇଁ, ଇଂଲିଶ ଗଦ୍ୟ ସାହିତ୍ୟର ଜନକ, ଏଇ ଯେଉଁ ଗୌରବଟା ତାଙ୍କୁ ପ୍ରଦାନ କରାଯାଇଥାଏ। କାହାକୁ? ଜନ୍ ୱିକ୍ଲିଫ୍ଙ୍କୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହ୍ୟାଭ୍ ଏ ଗୁଡ୍ ଡେ।